ପୁଣି 20 ବର୍ଷ ତଳର ପୁରୁଣା କେସ୍ ଲଗାଯାଏ। ସେଥିରେ ତାକୁ ମାନସିକ ରୋଗୀ ବୋଲି ଘୋଷଣା କରାଯାଏ ଏବଂ ମେଣ୍ଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଏ। 1998 ମସିହା ପେଦ୍ରୋକୁ ସୁସ୍ଥ ବୋଲି କହି 6000 ଟଙ୍କାର ବେଲ୍ରେ ତାକୁ ଛାଡ଼ି ଦିଆଯାଏ। ଜାନୁଆରୀ 1999 ମସିହାରେ ପେଦ୍ରୋ ଲୋପେଜ ଗୋଟିଏ ଇଣ୍ଟରଭ୍ୟୁ ଦିଏ। ସେଠାରେ ସେ ନିଜକୁ ମେନ୍ ଅଫ୍ ଦ ସେଞ୍ଚୁରୀ କୁହେ, ମାନେ ମୁଁ ହେଉଛି ଏହି ଯୁଗର ସର୍ବଶ୍ରେଷ୍ଠ ମଣିଷ। Así como cuando se muere un semimoviente animal, ¿no? ମୋତେ କେବେ କେହି ଭୁଲିବେନି। ମୁଁ ନିଜର ଶିକାର କରୁଥିଲି, ସୁନ୍ଦରୀ ଛୋଟ ଝିଅମାନଙ୍କୁ ଖୋଜୁଥିଲି ଆଉ 2-3 ଦିନ ସେମାନଙ୍କୁ ଅପେକ୍ଷା କରୁଥିଲି। ଏକା ପାଇଲା ପରେ ସେମାନଙ୍କୁ ଅନେକ ଗିଫ୍ଟ ଆଉ ଚକୋଲେଟ୍ ଦେଉଥିଲି ଆଉ ସେମାନଙ୍କୁ ସହରଠାରୁ କିଛି ଦୂରକୁ ନେଇ ଯାଉଥିଲି, ଯେଉଁଠି ମୁଁ ଆଗରୁ ସେମାନଙ୍କୁ ପୋତିବା ପାଇଁ ମାଟି ଖୋଳି ରଖିଥିଲି। ସେଠାରେ ସେମାନଙ୍କ ସହ ଦୁଷ୍କର୍ମ କରୁଥିଲି ଆଉ ତାପରେ ହତ୍ୟା କରି ମାଟି ତଳେ ପୋତି ଦେଉଥିଲି। 2002 ମସିହା ଇଣ୍ଟରପୋଲ ପୁଣି ଏକ ହତ୍ୟା ମାମଲାରେ କଲମ୍ବିଆ ପୋଲିସକୁ ଗିରଫ କରିବାକୁ କହି ଏକ ୱାରେଣ୍ଟ ଜାରି କରେ ଆଉ 2005ରେ ସେହି ୱାରେଣ୍ଟଟି ନିଷ୍କ୍ରିୟ ହୋଇଯାଏ। ପୁଣି 2012 ମସିହାରେ କଲମ୍ବିଆର ତୁଞ୍ଜାରେ ଗୋଟିଏ ହତ୍ୟା ହୁଏ। ପୁଣି ପେଦ୍ରୋକୁ ସମସ୍ତେ ସନ୍ଦେହ କରନ୍ତି, କିନ୍ତୁ 2002 ମସିହା ଠାରୁ ପେଦ୍ରୋ କେଉଁଠି ଅଛି, କ'ଣ କରୁଛି, ତାର କୌଣସି ଖୋଜ ଖବର ନାହିଁ। ଏମିତିକି ଏ ବ୍ୟକ୍ତି ଏତେ ହତ୍ୟା କରିଥିଲା ଯେ ଗିନିଜ୍ ୱାର୍ଲଡ ରେକର୍ଡରେ ମଧ୍ୟ ତା ନାଁ ସାମିଲ ହୋଇଥିଲା, କିନ୍ତୁ ପରେ ଏହା ସମାଜକୁ ଏକ ଖରାପ ବାର୍ତ୍ତା ଯାଉଛି ବୋଲି ତା ନାଁକୁ ଉଚ୍ଛେଦ କରାଯାଇଥିଲା।